वन्दे देवामुपतिं वन्दे सुरगुरुं वन्दे भक्तजनश्रयं च वरदं वन्दे श्री अरविन्दम्। ॐ देवेन्द्र मूलिमन्दारमकरन्द कणारुणः विघ्नं हरन्तु मीराचरणाम्बुजरे नमः। शरणं शरणं मीरा शरणं शरणं मीरा शरणं। सांझ पाठ्यक्रम को समस्त को स्वागत कर आमे गतकाल ठारू आरंभ करछे द विल अर्थ संकल्प दिव्य संकल्प से संपर्क रे आलोचना आज आउ किसी आलोचना करवा आज से विषय शेष हम विल विषय। Even the most beautiful thoughts will not make us progress unless we have a constant will for them to be expressed in us through nobler feelings. The most beautiful thoughts आम भितर सबुठारु सुंदर उत्तम चिंता सब अच्छे किंतु तार किसी मूल्य नहीं। से आमको जमा अग्रगति सहायता कर नॉट मेक अस प्रोग्रेस। से चिंता माने बहुत सुंदर चिंता बहुत उच्चतर चिंता बहुत ब्यूटीफुल थॉट बोली कहते मोस्ट ब्यूटीफुल थॉट से आमको कौन से अग्रगति सहायता करिवो नहीं जदि वी हैव ए कांस्टेंट विल फॉर देम टू बी एक्सप्रेस्ड इन अस थ्रू नोबलर फीलिंग्स। जदि ताकू आमे एक निरवच्छिन्न इच्छा बा निरवच्छिन्न संकल्प थी आम भितर जे आम भितर ताकू एटा अधिक उन्नततर अधिक महत्तर अनुभव माध्यम प्रकाश करिया अधिक उन्नततर अधिक महत्तर नोबलर फीलिंग्स माध्यम अनुभव माध्यम ताकू जदि आम प्रकाश करने गोटे निरवच्छिन्न भाव संकल्प न करूँ ताले जेते सुंदर से चिंता हेले मध्य से आमको जमा अग्रगति सहायता कर आम भीतर बहुत सुंदर सुंदर चिंता थाए बहुत सुंदर सुंदर चिंता थाए किंतु माँ कहते से चिंतार कौन मूल्य अच्छी बहुत सुंदर चिंता सब थाए चिंतार मूल्य कौन अच्छे भावु एमती करूँ सेमती करती भावु जदि आम भितर वी कांस्टेंट विल फॉर देम टू बी एक्सप्रेस्ड इन अस थ्रू नोबलर फीलिंग्स अधिक महत्तर अनुभव माध्यम ताकू जदि आम भितर प्रकाशित होगापी एक निरवच्छिन्न संकल्प आम न करूँ ताहले से थॉट्स मानकर से चिंता मानकर विशेष किसी मूल्य रही प्रकार प्रैक्टिस प्राय आम मानकर थाए। थे मोर जन बंधु मु सांग होगी जोता किनिया गलु जोता किनलु पसंद मुताबक कि दिन पर पचारि मुझे बाबू तुम जोता कोला पिंधुन कहीं ना नष्ट हो हाँ नष्ट हो किणुल कहीं से जोताटी एत सुंदर जोता मुझे कहली बाक्स रखी फूल फूल दौचे ना कौन फूल चंदन दे पूजा कर भल जोता हले किणिल तो व्यवहार करिबो नहीं
ତାହେଲେ ଜୋତାର ମୂଲ୍ୟ କ'ଣ ରହିଲା ତୁମ ପାଇଁ? ସେ ତ କିଛି ସମ୍ପୂର୍ଣ୍ଣ ମୂଲ୍ୟ ହୋଇନଛି ଯଦି ଛିଣ୍ଡା, ତଥାପି ସେଇ ଛିଣ୍ଡା ପିନ୍ଧିଛ, କାହିଁକିନା ନଷ୍ଟ ହେଇଯିବ। ବହୁତ ଜଣଙ୍କର ଏଇଭଳି ଅଭ୍ୟାସ ଥାଏ, ମୁଁ ଦେଖିଛି। ଭଲ ଜିନିଷ କିଣିବେ, ତାକୁ ରଖିଦେଇଥିବେ, ସେଇ ଛିଣ୍ଡା ମିଣ୍ଡା ମଇଳା ପୁରୁଣା ଖଣ୍ଡିଆ ଖାବରାରେ ଚଳୁଥିବେ। ଥରେ ଜଣେ ପ୍ୟାରେଣ୍ଟସ୍ଙ୍କ ଘରକୁ ଯାଇଥିଲି, ତାଙ୍କ ଘରେ ଦେଖିଲି ତାଙ୍କ ଡ୍ରଇଂ ରୁମ୍ର ସବୁ ୱାର୍ଡରୋବ୍ ସବୁ ଅଛି, ଆଲମିରା ଫାଲମିରା ସବୁ, ବହୁତ ପିଲାଙ୍କ କଣ୍ଢେଇରେ ସଜା ହେଇଛି। ସୁନ୍ଦର ସୁନ୍ଦର କଣ୍ଢେଇ ସବୁ ପିଲାଙ୍କର, କଷ୍ଟଲି ଟୟ ସବୁ ରଖାଇ ସଜା ହେଇ ସବୁ। ମୁଁ ତାକୁ ପଚାରିଲି, ଅପା ଇଏ କଣ୍ଢେଇ ସବୁ କେଉଁଠୁ ଆସିଲା? ନା ତା ଜନ୍ମଦିନରେ ପାଇଛି ବା ସେ। ତା ଜନ୍ମଦିନ ସେ ପାଇଛି ତ ସେଠି କାହିଁ ରହିଛି? ଆଉ ଚଗଲାଟା ଭାଙ୍ଗିଦେବ ପୁରା ସବୁ। ଭାଙ୍ଗିଦେବ କିଏ? କିଏ ଭାଙ୍ଗିଦେବ? ନା ସିଏ ଟୋକା କ'ଣ କମି ଦୁଷ୍ଟ କି ଆପଣ ଜାଣିନାହାନ୍ତି ତାକୁ? ମୁଁ କହିଲି ସିଏ କେବେ କହିବ ମୁଁ ଭାଙ୍ଗିଦେଲି ବୋଲି? ଭାଙ୍ଗିଦେବା ଶବ୍ଦ ସେ ଶିଖିଛି ନା ଆଗ? ଆପଣ କହୁଛନ୍ତି ସେ ଭାଙ୍ଗିଦେବ ବୋଲି, ଶିଖୁଛି ତାକୁ ନେଇ ଖେଳିବ, ତା ଖେଳ ହେଉଛି ସେଇଟା। ଆଉ ଯଦି ସେଠି ସଜେଇକି ରଖିବା କଥା, ସେ ଦୋକାନ ତ କେଡ଼େ ସୁନ୍ଦର ସୋରୁମ୍ ସୋକେସ୍ରେ ଥିଲା ସୁନ୍ଦର ସଜାଇକି, ସେଠୁ ପୁଣି ଆଣି ଏଠି କାହିଁ ସଜେଇକି ରଖିଛନ୍ତି? ଆମର ପିଲାମାନେ ଯେତେବେଳେ ଗୋଟେ କଣ୍ଢେଇ ଧରି ଖେଳୁଥିବେ, ତାକୁ ଦିଆହେଇଛି କଣ୍ଢେଇ ଖେଳିବାକୁ, ଯେ ସବୁ ପୁରୁଣା ଭଙ୍ଗା ପ୍ଲାଷ୍ଟିକ୍ କଣ୍ଢେଇ ସବୁ, କାହାର ମୁଣ୍ଡ ନାହିଁ, କାହାର ହାତ ନାହିଁ, କାହାର ଗୋଡ଼ ନାହିଁ, ଲାଙ୍ଗଡ଼ ନାହିଁ, ମାଛ ଯେ ତାର ଲାଙ୍ଗଡ଼ ନାହିଁ, ଗୋଟେ ପେଙ୍କାଳି ଗୋଟେ, ଏମିତି ସବୁ ପକେଇ ଦେଇଛନ୍ତି, ତାକୁ ଖେଳୁଛି ଧରିକି। ଏଗୁଡ଼ା କାହିଁ ଦେଲେନି? ଭାଙ୍ଗିଦେବ। ପିଲାଙ୍କ ଭାଙ୍ଗିବାକୁ ଏନ୍ଜୟ କରି ଶିଖିବା ଉଚିତ। ସେଇଟା ହେଉଛି ପ୍ରକାଶ, ଯେଉଁ ଏକ୍ସପ୍ରେସନ୍। ପିଲା ଖେଳିଲା ବେଳେ ପିଲା କେବେ କହେନି ମୁଁ ଭାଙ୍ଗୁଛି ବୋଲି। ପିଲାର ସେ କାର୍ଯ୍ୟ ହେଉଛି, ତାର ଖେଳିବା ହେଉଛି କାର୍ଯ୍ୟ। ସେ ତାକୁ ନେଇକି ଖେଳେ, ଏବଂ ତା ଭିତରେ ଯେଉଁ ଗୋଟେ ଇଚ୍ଛା ଥାଏ ସବୁ ଖୋଲିକି ଦେଖିବା, ଏପଟ ସେପଟ, ସେଇଟା ଫିଟାଫିଟି କରି ଭଙ୍ଗାଭଙ୍ଗି କରେ। ଆମ ଆଖିରେ ସେଇଟା ଭଙ୍ଗାଭଙ୍ଗି ହେଇଗଲା, କିନ୍ତୁ ସେ ତ ତାର ଆନନ୍ଦରେ ଖେଳୁଥାଏ ନା ତାକୁ ଧରିକି। ଆକୁ ଯିଏ ଟଲେଟ୍ କରି ଶିଖିନି, ଆକୁ ଟଲେଟ୍ କରିବାକୁ ପଡ଼ିବ। ହାତ ଭାଙ୍ଗିଦେବା, ଦୁଷ୍ଟ ବାଳୁଙ୍ଗା ଦେଇନଥିଲେ ନେଇଥାନ୍ତି, କାହିଁ ମିଶେଇ ଦେଲି, ତାକୁ ଆଣି ଥୋଇଦିଅ। ଯିଏ ଦେବ ତାକୁ ସାଙ୍ଗେ ସାଙ୍ଗେ ଉପରେ ନେଇ ଥୋଇଦିଅ ସାଇତିକି। ଯେଉଁମାନେ ଶୁଣୁଛନ୍ତି ମୋର ଏ ପାଠଚକ୍ର, এই କଥା ଯେଉଁମାନେ ଶୁଣୁଛନ୍ତି, ସମସ୍ତେ ଭାବୁଥିବେ ଯେ ତାଙ୍କ ଘରେ ସେମିତି ଅଛି କି ନାହିଁ। ନିଶ୍ଚୟ ଥିବ। ଭାରି ଆମେ ଦାୟିତ୍ୱବାନ ଲୋକ ତ ସବୁ, ଦାୟିତ୍ୱବାନ ଲୋକ। ପିଲା ପାଇଁ ଯେଉଁ ଜିନିଷ ଆସିବ ତାକୁ ନେଇ ସଜେଇକି ଥୋଇଦେବୁ ଘର, ଆଉ ପିଲାକୁ ଦେବୁ ଖେଳିବାକୁ। ସେଇଥିପାଇଁ ମା' କହୁଛନ୍ତି, ତୁମେ ଯଦି ବ୍ୟୁଟିଫୁଲ୍ ଥଟ୍ସ ଅଛି ତାକୁ ୟୁଟିଲାଇଜ୍ କର, ୟୁଟିଲାଇଜ୍ କର। ସେ ନୋବଲର ଥଟ୍କୁ ତୁମ ମୁଣ୍ଡ ଭିତରେ ଚିନ୍ତାକୁ ରଖି ବସନି ଖାଲି। ଅତୀତରେ ବହୁତ ଉଦାହରଣ ଅଛି, ଅତୀତରେ ବହୁତ ଉଦାହରଣ ଅଛି ଯେ ସବୁ ସୁନ୍ଦର ସୁନ୍ଦର କାର୍ଯ୍ୟ, ସୁନ୍ଦର ସୁନ୍ଦର କାର୍ଯ୍ୟ। କଟକ ଚିନ୍ତା ବାଇମୁଣ୍ଡିକି ଆମର ଗୋଟେ ଥାଏ, କଟକ ଚିନ୍ତା ବାଇମୁଣ୍ଡିକି। ବାଇମୁଣ୍ଡି ବୋଲି ଲୋକଟିଏ କିଏ? ତାର କୌଣସି ଚିତ୍ର ନାହିଁ, ତାର ଇତିହାସରେ କେଉଁଠି କିଛି ଡିଟେଲ୍ ନାହିଁ, କିନ୍ତୁ ବାଇମୁଣ୍ଡି ବୋଲି ଗୋଟେ ନାଁ ଅଛି, ଯିଏକି ରାଜାଙ୍କୁ କହିଲା ଯେ କାଠଚୋଡ଼ି ନଦୀରେ ଯଦି ବନ୍ଧ ଦିଆ ନଯାଏ, କଟକ ସହର ରକ୍ଷା କରି ହେବନି। ତା ଭିତରେ ଗୋଟେ ଚିନ୍ତା ଆସିଲା, ଗୋଟେ ବିୟୁଟିଫୁଲ୍ ଥଟ୍, ଗୋଟେ ବଡ଼ ବିୟୁଟିଫୁଲ୍ ଥଟ୍। ଏ ଥଟ୍ଟା କ'ଣ ନା, କଟକକୁ ରକ୍ଷା କରିବା ପାଇଁ ଗୋଟେ ବନ୍ଧ ଦରକାର। ଏବଂ ସାହସ କରି ଯାଇ ରାଜାଙ୍କ ପାଖରେ ପହଞ୍ଚିକି ରାଜାଙ୍କୁ ଅନୁରୋଧ କଲା। ସେଇ ଦିନଠୁ ହେଇଗଲା ତା ନାଁ କଟକ ଚିନ୍ତା ବାଇମୁଣ୍ଡିକି। ଯଦି ସିଏ ସେଇ ଚିନ୍ତାକୁ ପ୍ରକାଶ କରିନଥାନ୍ତା, ମୁଣ୍ଡ ଭିତରେ ସେ ଚିନ୍ତା ରଖିକି ବସିଥାନ୍ତା,
ଏମିତି କରିଲେ ହେଇଥାନ୍ତା, କରିଥିଲେ ବହୁତ ସୁନ୍ଦର ହେଇଥାନ୍ତା, ଯଦି କିଏ କରିଦିଅନ୍ତା ଟିକେ ଭଲ ହୁଅନ୍ତା, ଏମିତି ଯଦି ଭାବି ବସିଥାନ୍ତା ଖାଲି କରିନଥାନ୍ତା ତାହେଲେ ସେ କାର୍ଯ୍ୟ ହେଇନଥାନ୍ତା। ଏଇ ଯେଉଁ କାର୍ଯ୍ୟଟି ହେଇଛି ବର୍ତ୍ତମାନ, ଗୋଟେ ସୁନ୍ଦର ଚିନ୍ତା ଯଦି ଭିତରେ ଆସିଛି, ସେ ଚିନ୍ତାକୁ ଗୋଟେ ନୋବଲର ଫିଲିଙ୍ଗସ୍, ଅନୁଭବ, ଗୋଟେ ମହତ୍ତର ଅନୁଭବ ଭିତରେ ପ୍ରକାଶ କରିବା ପାଇଁ ଗୋଟେ ନିରବଚ୍ଛିନ୍ନ ସଂକଳ୍ପ ଦରକାର। ଗୋଟେ ଅନୁଭବ ଭିତରେ ସେ ଥଟ୍ଟା ରହିବନି, ସେ ଅନୁଭବକୁ ଆସିବ। ଆମେ ଦେଖିଛୁ ଥଟ୍ଟା କିନ୍ତୁ ଅନୁଭବକୁ ଆସେ। ଥଟ୍ ଗୋଟେ ଥାଏ, ଗୋଟେ ବହୁତ ସୁନ୍ଦର ଗୀତ ଗାଇବାକୁ ଇଚ୍ଛା ହେଉଛି ଭିତରେ, ବା ଗୀତ ଶୁଣିବାକୁ ଇଚ୍ଛା ହେଉଛି ଭିତରେ, ଏବଂ କୌଣସି ବ୍ୟକ୍ତିକି ଆମେ ଅନୁରୋଧ କରିଥାଉ ତମେ ଆସିକି ଗୋଟେ ଆଜି ସଙ୍ଗୀତ ପରିବେଷଣ କରିବ। ସେ ବ୍ୟକ୍ତି ଆସିକି ସଙ୍ଗୀତଟି ପରିବେଷଣ କରିବ, ଏ ଗୋଟେ ସୁନ୍ଦର ଚିନ୍ତା ଗୋଟେ ଭିତରେ ଆସିଲା। ଏବଂ ତାପରେ ମୁଁ ଉଦ୍ୟମ କଲି, ତାଙ୍କୁ ଅନୁରୋଧ କଲି, ସିଏ ଆସିଲେ ଏବଂ ସଙ୍ଗୀତଟି ପରିବେଷଣ କଲେ। ସଙ୍ଗୀତ ପରିବେଷଣ କଲାବେଳେ ଯେଉଁ ଅନୁଭବ ଆସିଲା ଭିତରେ, ସୁନ୍ଦର ଅନୁଭବଟି ଆସିଲା, ତା ଆରମ୍ଭ ହୋଇଥିଲା କେଉଁଠୁ? ତା ଆରମ୍ଭ ହୋଇଥିଲା ମୁଣ୍ଡ ଭିତରେ ଯେଉଁ ପ୍ରଥମେ ଗୋଟେ ସୁନ୍ଦର ଚିନ୍ତା ଆସିଲା ଯେ ମାଆଙ୍କ କାର୍ଯ୍ୟକ୍ରମ ହେଉଛି, ପ୍ରୋଗ୍ରାମ ହେଉଛି, ଗୋଟେ ସୁନ୍ଦର ଯଦି ମାତୃବନ୍ଦନା ଏଠି ଉପସ୍ଥାପନା କରାଯାଆନ୍ତା ତାହେଲେ ପରିବେଶଟି ସୁନ୍ଦର ହେଇଯାଆନ୍ତା। ଏଭଳି ଗୋଟେ ସୁନ୍ଦର ଚିନ୍ତା ମୁଣ୍ଡରେ ଆଗେ ଢୁକିଲା ଏବଂ ତାକୁ କାର୍ଯ୍ୟକାରୀ କରିବା ପାଇଁ ଗୋଟେ ଇଚ୍ଛା ଜାଗ୍ରତ ହେଲା। ତାକୁ ଆମେ କହୁଛୁ ସଂକଳ୍ପ ବା ୱିଲ୍। ଏବଂ କଣ୍ଟିନ୍ୟୁଅସଲି ତାଙ୍କ ପାଖକୁ ଫୋନ୍ କରାହେଲା, 3 ଥର ମିଳିଲେନି, 4 ଥର ମିଳିଲେନି, ଅର୍ଥାତ୍ କଣ୍ଟିନ୍ୟୁଅସଲି ନିରବଚ୍ଛିନ୍ନ ଭାବରେ ଚେଷ୍ଟା ଚାଲିଲା। ତାପରେ ଫୋନ୍ରେ ଲାଗିଲେ, ଫୋନ୍ରେ ଲାଗି ସାରିଲା ପରେ ସିଏ ହୁଏତ ପ୍ରଥମେ ଅମଙ୍ଗ ହୋଇଥିବେ, ଟିକେ ରାଜି ହେଇନଥିବେ, ଟିକେ କୁଣ୍ଠା କରିଥିବେ। ତାପରେ ତାଙ୍କୁ ଅନୁରୋଧ କରିକି ସେ ରାଜି ହେଲେ। ରାଜି ହେଲା ପରେ ଗୋଟେ ସୁନ୍ଦର ସଙ୍ଗୀତ ପରିବେଷଣ କଲେ। ସଙ୍ଗୀତ ପରିବେଷଣରେ ଯେଉଁ ଅନୁଭବଟା ଆସିଲା, ଯେଉଁ ଫିଲିଙ୍ଗସଟା ଆସିଲା, ସେ ନୋବଲର ଫିଲିଙ୍ଗସ୍। କିନ୍ତୁ ସେ ନୋବଲର ଫିଲିଙ୍ଗସ୍ ଇମିଡ଼ିଏଟ୍ ଆସିନି, ଆସିଛି ବ୍ୟୁଟିଫୁଲ୍ ଥଟ୍ ପାଖରୁ। ସେମିତି ମାଆ କହୁଛନ୍ତି ତୁମ ଭିତରେ ଯେଉଁ ନୋବଲର ଥଟ୍ ଅଛି, ସେ ଥଟ୍କୁ ଫିଲିଙ୍ଗସ୍ ପର୍ଯ୍ୟନ୍ତ ଆଣିବାକୁ କଷ୍ଟ, ତାହା ନହେଲେ ତୁମର କିଛି ପ୍ରୋଗ୍ରେସ୍ ହେବନି, କିଛି ପ୍ରୋଗ୍ରେସ୍ ହେବନି। ମୋ ଜୀବନରେ ବା ମାଆଙ୍କୁ ଜାଣିବା ପାଇଁ, ମୋ ଭିତରର ଅନ୍ଧକାରକୁ ଅତିକ୍ରମ କରିବା ପାଇଁ ଯାହା ଯାହା ସବୁ ଅନାବଶ୍ୟକ ବା ଏପର୍ଯ୍ୟନ୍ତ ଅନାବଶ୍ୟକ ତାକୁ ପରିତ୍ୟାଗ କରିବି, ଯାହା ଅନାବିଷ୍କୃତ ତାକୁ ଆବିଷ୍କାର କରିବି। ଗୋଟେ ବହୁତ ସୁନ୍ଦର ଚିନ୍ତା ଭିତରେ ଆସିଲା। ମୋ ଭିତର ଅନାବିଷ୍କୃତ ଯାହା ସକଳ ସବୁ ଅଛନ୍ତି ସେମାନେ ଆବିଷ୍କୃତ ହେବେ, ଅର୍ଥାତ୍ ମୋ ଚରିତ୍ର ସତ୍ତା ଆବିଷ୍କୃତ ହେବେ। ଏବଂ ସେଥିପାଇଁ କ'ଣ କରିବି? ଏଥିପାଇଁ ନିରବଚ୍ଛିନ୍ନ ଭାବରେ ସଂକଳ୍ପ କରିବି। ତାହା ହିଁ ମୋ ପାଇଁ ଗୋଟେ ଏକମାତ୍ର ଲକ୍ଷ୍ୟ ହେଇ ରହିବ। ଧୀରେ 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 ତାହା ଏକ ନୋବଲର ଫିଲିଙ୍ଗସରେ, ଅନୁଭବରେ ପରିଣତ ହେବ। A constant will for them to be expressed in us through nobler feelings, more exact sensations and better actions. ଯେଉଁ ଫିଲିଙ୍ଗସ୍, ଯେଉଁ ସେନ୍ସସ୍ ଆସିବ, ସେନ୍ସେସନ୍ସ, ସମ୍ବେଦନ ଭିତରେ ସେନ୍ସେସନ୍, ସେ ଗୋଟେ ଆସିବ ଶରୀରରେ। ଆମେ ଅନୁଭବ କରୁଛୁ, ଆମେ ସେନ୍ସେସନ୍ଟାକୁ ଓଡ଼ିଆ ଭଳିଆ ବ୍ୟବହାର କରୁଛୁ। ଗୋଟେ କେମିତି ସେନ୍ସେସନ୍, ଶିହରଣ ଆସିଲା, ଶିହରଣ ଗୋଟେ ଆସିଗଲା ଶରୀରରେ, ଏମିତି କହୁ। ଠିକ୍ ସେମିତି ଆସିବ ନୋବଲର ଫିଲିଙ୍ଗସ୍, ମୋର୍ ଏକ୍ଜାକ୍ଟ ସେନ୍ସେସନ୍ସ, ଆହୁରି ଅଧିକ ଏକଦମ କରେକ୍ଟ ସମ୍ବେଦନଶୀଳତା ଆସିବ ଏବଂ ବେଟର ଆକ୍ସନ୍ସ, ଆହୁରି ବୃହତ୍ତର କର୍ମ ବି ଆସିବ, କାର୍ଯ୍ୟ ଆସିବ। ଏସବୁ କେତେବେଳେ ହେବ? ତୁମେ ସେ ଥଟ୍କୁ, ଯେଉଁ ସୁନ୍ଦର ବ୍ୟୁଟିଫୁଲ୍ ଥଟ୍ ଅଛି, ତାକୁ ପରିଣତ କରିବା ପାଇଁ ନିରବଚ୍ଛିନ୍ନ ସଂକଳ୍ପ ଫଳାଏ। ଏଇଠି ଯେଉଁ ସଂକଳ୍ପ ଶବ୍ଦ ୱିଲ୍ ଭିତରେ କୁହାହେଉଛି, ସେଇଟା ଗୋଟେ ନିରବଚ୍ଛିନ୍ନ ହେବା ଦରକାର। ନିରବଚ୍ଛିନ୍ନ କାହିଁକି କୁହାହେଉଛି ନା, ଆମେ କାଲି ବି ଆଲୋଚନା କରିଥିଲେ, ଆଗରୁ ବି ଆଲୋଚନା କରିଛୁ। ନିରବଚ୍ଛିନ୍ନ କହିବା ଉଦ୍ଦେଶ୍ୟ ହେଉଛି ଆମେ ସବୁବେଳେ ଖୁବ୍ ସଚେତନ ନଥାଉ। କିଛି ଚେଷ୍ଟା କଲା ପରେ ଆଉ ଚେଷ୍ଟା କରିବାକୁ ଆଗ୍ରହ ଆସେ ନାହିଁ।
କିଛି ଉଦ୍ୟମ କଲା ପରେ ଆଉ ଉଦ୍ୟମ କରିବ, କାରଣ ଉଦ୍ୟମ ଆମର ସବୁବେଳେ ସଫଳ ହେବାର କିଛି ମାନେ ନାହିଁ। ଉଦ୍ୟମ ସବୁବେଳେ ସଫଳ ହେବାର କିଛି ମାନେ ନାହିଁ, କିନ୍ତୁ ତୁମର ଅବିରତ ଚେଷ୍ଟା କରିବା ଅସୁବିଧା କ'ଣ ଅଛି? ସଫଳ ନ ହଉ, ସଫଳ ନ ହେଲା ପୁଣି ଚେଷ୍ଟା କରିବା, ପୁଣି ସଂକଳ୍ପ କରିବା, ପୁଣି ସଂକଳ୍ପ କରିବା। ସେଇଥିପାଇଁ କହୁଛି କନଷ୍ଟାଣ୍ଟ, ସେ ଶବ୍ଦଟା ବ୍ୟବହାର କରାଯାଉଛି କନଷ୍ଟାଣ୍ଟ ୱିଲ୍ ଫର୍ ଦେମ୍, ଅନଲେସ୍ ୱି ହାଭ୍ ଏ କନଷ୍ଟାଣ୍ଟ ୱିଲ୍ ଫର୍ ଦେମ୍। ଏ କନଷ୍ଟାଣ୍ଟ ଶବ୍ଦଟାକୁ ମା ବହୁ ଜାଗାରେ ବ୍ୟବହାର କରୁଛନ୍ତି, କାହିଁକିନା ମଣିଷର ପ୍ରକୃତି, ମଣିଷ ସତର୍କ ନୁହନ୍ତି, ସଚେତନ ନୁହନ୍ତି, ତେଣୁ ସବୁବେଳେ ସେ ଲାଗି ରହିବା ଭଳି ଏକ ତାଙ୍କର ଅଭ୍ୟାସ ନଥାଏ, ଭୁଲିଯାଏ, ନହେବା ଫଳ ଟିକେ ଆଉ ତାର ଆଗ୍ରହ ଆସେନି, ଅନାଗ୍ରହ ଆସେ, ହଉ ତ ନାହିଁ ଆଉ ହଉ ନାହିଁ। ଆମେ ସବୁ ମୁଁ ଦେଖିଛି ଆଜିକାଲି ଷଷ୍ଠ ଶ୍ରେଣୀରେ ପଢ଼ିଲା ବେଳକୁ ପିଲାମାନଙ୍କୁ ବି ବାପା ମା' ମାନେ ହାତ ଟେକି ସାରିଲେଣି, ନାଇଁ ଆଜ୍ଞା ବହୁତ ଚେଷ୍ଟା କଲେ ଆଉ ସେ ହେଉନି, ସେ ଗଲା ବେଳା ହେଇଗଲା ଆଜ୍ଞା, ସେ ଅଖାଡ଼ୁଆ ହେଇଗଲାଣି, ସେ ଆଉ ହେବନି। ମାନେ ଅଚାଡ଼ୁଆ ହେଇଗଲା ମାନେ କାହିଁକିନା ଲାଗି ରହିବା ଭଳି ଗୋଟେ ସଂକଳ୍ପ, କୌଣସି ଗୋଟେ ପ୍ରଭାବରେ ପଡ଼ିକି, କୌଣସି ପ୍ରକାର ଅସୁବିଧାରେ ପଡ଼ିକି ପିଲାଟା ଏଇଭଳି ଆଚରଣ କରିଛି, କିନ୍ତୁ ମୁଁ ଯଦି ଲାଗିଥିବି ତାକୁ, ଏବଂ ତାର ପରିବର୍ତ୍ତନ ପାଇଁ ମୋ ଭିତରେ ଗୋଟେ ବିଶ୍ୱାସ ଥିବ, ସେ ନିଶ୍ଚୟ ବିଶ୍ୱାସ ବଦଳିବ। ସେଇ ଦୃଷ୍ଟିରୁ କୁହା ସବୁବେଳେ ଏଠି ଯେ କନଷ୍ଟାଣ୍ଟ ୱିଲ୍, ନିରବଚ୍ଛିନ୍ନ ସଂକଳ୍ପ। ତାପରେ ଗୋଟେ ବହୁତ ଚମତ୍କାର ମେସେଜ ମାଙ୍କର ଅଛି। এই চমৎকার মেসেজটি রাইজ সরিবা। My lower nature continues to do the same stupid things. ଏ ଆମ ସମସ୍ତଙ୍କ କଥା। ଏ ଯିଏ ଭଦ୍ରଲୋକ ଯିଏ ପ୍ରଶ୍ନ କରିଛନ୍ତି, ମୁଁ ବହୁତ କୃତଜ୍ଞ, ସେ ବ୍ୟକ୍ତିଙ୍କୁ ଚିହ୍ନିନି, ମନେ ମନେ ତାଙ୍କ ପ୍ରତି କୃତଜ୍ଞ ହେଉଛି ଯେ ଆମ ସମସ୍ତଙ୍କ ପ୍ରଶ୍ନକୁ ସେ କେଡ଼େ ସୁନ୍ଦର ପଚାରିଛନ୍ତି। ମାଇ ଲୋଅର୍ ନେଚର, ମୋର ଯେଉଁ ନିମ୍ନ ପ୍ରବୃତ୍ତି ବା ନିମ୍ନ ପ୍ରକୃତି ମୋ ଭିତରେ ଯିଏ ଅଛି, ନିମ୍ନ ପ୍ରକୃତି କଣ୍ଟିନ୍ୟୁ ଟୁ ଡୁ ଦି ସେମ୍ ଷ୍ଟୁପିଡ୍ ଥିଙ୍ଗସ୍, ସେଇ ନିର୍ବୋଧ କାର୍ଯ୍ୟ କରିଚାଲିଛି। କଣ୍ଟିନ୍ୟୁ ଟୁ ଡୁ ଦି ସେମ୍ ଷ୍ଟୁପିଡ୍ ଥିଙ୍ଗସ୍ ଆଣ୍ଡ ୟୁ ଆଲୋନ୍ କ୍ୟାନ୍ ଚେଞ୍ଜ ଇଟ୍। ମା କେବଳ ତୁମେ ହିଁ ପାରିବ, ତୁମେ ହିଁ କେବଳ ପାରିବ ମା। ସେ ସେମିତି ସେଇ ପ୍ରକାରର ଭୁଲ କରି ଚାଲିଛି, ସେମ୍ ଷ୍ଟୁପିଡ୍ ଥିଙ୍ଗସ୍। ମୋ ନିମ୍ନ ପ୍ରବୃତ୍ତି ସବୁ ଭିତରେ ଅଛି, ନିମ୍ନ ପ୍ରକୃତି ଯାହା ଅଛି, ସେଇ ଗୋଟେ ଅତ୍ୟନ୍ତ ନିର୍ବୋଧ କ୍ରିୟା ସବୁ, ଷ୍ଟୁପିଡ୍ କାର୍ଯ୍ୟ ସବୁ କରିଚାଲିଛି। ଆଣ୍ଡ ୟୁ ଆଲୋନ୍ କ୍ୟାନ୍ ଚେଞ୍ଜ ଇଟ୍, ତୁମେ ହିଁ କେବଳ ତାକୁ ବଦଳେଇ ପାରିବ। ତାପରେ ସେ କ'ଣ ପଚାରୁଛନ୍ତି, ହ୍ୱାଟ୍ ଆର୍ ୟୁଅର୍ କଣ୍ଡିସନ୍ସ। ମା ତୁମେ ତ ଚେଞ୍ଜ କରିପାରିବ, ମୁଁ ଜାଣିଛି କେବଳ ତୁମେ ଚେଞ୍ଜ କରିପାରିବ, ଆଉ ତୁମ ସେ କିଏ ପାରିବନି। ନିଶ୍ଚୟ ତ କିଛି ସର୍ତ୍ତ ଦେବ ନା। ହ୍ୱାଟ୍ ଆର୍ ୟୁଅର୍ କଣ୍ଡିସନ୍ସ, କେଉଁ ସର୍ତ୍ତରେ ଏକଥା ହେଇପାରିବ। ମା ଉତ୍ତର ଦେଉଛନ୍ତି, ନମ୍ବର 1, ଟୁ ବି କନଭିନ୍ସଡ୍ ଦ୍ୟାଟ୍ ୟୁ କ୍ୟାନ୍ ଚେଞ୍ଜ। ଯେଉଁ ପୂର୍ବ କଥାଟା କହିଲି, ଷଷ୍ଠ ଶ୍ରେଣୀରେ ପଢ଼ୁ ଆଉ ସେ ହେବନି ବୋଲି କହିଲିଣି। ମା କହିଲେ ନାଇଁ, ଟୁ ବି କନଭିନ୍ସ ଦ୍ୟାଟ୍ ୟୁ କ୍ୟାନ୍ ଚେଞ୍ଜ। ତୁମ ଭିତରେ ଯେଉଁ ଦୁର୍ବଳତା ଅଛି ବା ଯେଉଁ ନିର୍ବୋଧତା ଅଛି, ଯେଉଁ ଷ୍ଟୁପିଡ୍ ଥିଙ୍ଗସ୍ ତୁମେ କରୁଛ ବୋଲି କହୁଛ, ସେଥିରୁ ତୁମେ ମୁକ୍ତି ପାଇପାରିବ, ଏ ସମ୍ପର୍କରେ ଆଗେ ନିଶ୍ଚିତ ହୁଅ। ଟୁ ବି କନଭିନ୍ସ। ଆଚ୍ଛା, କନଭିନ୍ସ ହେବା ପାଇଁ ଆଉ କେହି ସାହାଯ୍ୟ କରିପାରିବେନି, କାହିଁକିନା ଯେତେ ଲୋକ ସାହାଯ୍ୟ କଲେ ମଧ୍ୟ ତୁମ ଭିତରୁ ସେ ଯଦି କନଭିନ୍ସ ନ ବାହାରିଲା, ତୁମେ ସ୍ୱୀକାର କରିବ। ଯିଏ କହୁ ନାଇଁରେ ତୁ ଠିକ୍ ସବୁ ଠିକ୍ ହେଇଯିବ, ତୁ ବ୍ୟସ୍ତ ଠିକ୍ ହେଇଯିବ, ସେ କହି ଚାଲିଗଲା ପରେ ପୁଣି ବ୍ୟସ୍ତ ହେବ। କିନ୍ତୁ
माँ को तुम्हें आगे कन्भिन्स हुआ कौन कन्भिन्स देवी दैट आई कैन चेंज आई कैन बी चेंज टू कन्भिन्स दैट यू कैन चेंज तुम्हें निजे परिवर्तित हो पार तुम्हें बदली पार ये जो निम्न प्रकृतिर प्रभाव रू बदली पार एक कथा निश्चित संभव एथे तुम्हें निश्चित हो कन्भिन्स हुआ तापर कन्भिन्स पुणी अंडरलाइन कर कारण सेटा ही गुरुत्वपूर्ण कथा जहाँ भी हो जाऊ जहाँ भी हो जाऊ मु परिवर्तित हेबी निश्चय मो भीतर जहाँ जहाँ समस्या अच्छी से समस्या मु उद्धार पाइबी सेकेंड हूँ टू विल टू चेंज विदाउट एक्सेप्टिंग द एक्सक्यूजेस ऑफ द लोअर नेचर ये कौन हुए ये असल समस्याटा जना पड़ा लोअर नेचर कौन करे धरा जाऊ तुम्हें गोटे निर्बोध कर्म कल लोअर नेचर कौन कह जान ये जो एक्स वाई जेड कहूना बहुत उच्चकोटर साधक सबू से भी या करती से भी या करती क्वेश्चन कहीं हो पुणी बेले बेले कही हाँ ये तो साधारण मनुष्यर प्रवृत्ति मनुष्य प्रकृति होगला करबुनि तो कहबू करबुनि अनेक प्रकार एक्सक्यूज से दिए एक्सक्यूज दिए माने तुमको गोटे सुहाइला भाया आश्वासना भाया तारे गोटे आश्वासना दे दिए व्यस्त हनी बहुत लोग अच्छे संसार अनेक लोग ये भूल कर तू नुआ नुह केते किए भूल कर तू कहीं व्यस्त हो पड़ू लोअर नेचर एमती कही 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 से आम भर रखी था तेणु द्वितीय शर्तटा माँ कहले यहाँ कड़ा शर्त शर्त कौन टू विल टू चेंज ये संकल्प कथा आसला टू विल टू चेंज परिवर्तन भाव गोटे संकल्प कर विदाउट एक्सेप्टिंग द एक्सक्यूजेस ऑफ द लोअर नेचर निम्न प्रकृतिर जावतीय प्रकार एक्सक्यूज सब हूँ तुमको आश्वासना सब ताको प्रोत्साहन निम्न प्रकृति को प्रोत्साहन दब कह व्यस्त हनी एमती हम असुविधा हेनी ताको केबे हेले स्वीकार करिवो नहीं केबे हेले स्वीकार करिवो गोटे छोटिया उदाहरण नवा तुम भर गोटे लोभ बोली गोटे वस्तु अच्छी गुणटी अच्छी कहार जिनसटी तुम नहीं गल से तुम गोटे प्रकृति रही जाइए अन्यर भल जिन देखे तुम नहीं जा एवं नहीं गला बेले को तुम किसी खराब लगे तापर जो तुम पर भाव आने उचित है लोअर नेचर कौन कह सी पूरा से दिन ताठू आनी मुझे देखी यहाँ कौन निजर कि जोटा मुझे तार आनी मुझे जानी मुझे देखी से निजर नुह गोटा बहुत बढ़िया जोक मोर मन अच्छी मुझे सब मो एठी मातृभूमि भाई मान कहे भारी इंटरेस्टिंग जोक ये ये सांगे एत प्रासंगिक ना भी भल लगे मुझे ऑफिस काम करी गोटे बड़ सेक्शन दायित्व थी जड़े बंधु जड़े थे मुझे से सेक्शन इंचार्ज सेक्शन सुपरवाइजर भाया इंचार्ज थी प्राय 30 जन खंडे सेक्शन थे गोटे लंबा हल मत मिल था दीपट समस्त बसता आगे सेंटर बसे जड़े बंधु थे से बुलवे बुलवे आसवे आसी पाखे बस मो पाखे बसवे गोटे भल कलम मो सब कलम प्रति गोटे श्रद्धा थाए भल कलम रे मु लेखे कलम मु प्राय गोटे केमती पिला दिन जो कलम डाहाणा कहते मुझे बहुत भल भल कलम यूज करे से देखियो कह सार एक्जाक्टली ये कलम गोटे
मोर अच्छी देखियो को एक्जाक्टली भाया कलमटे मोर अच्छी तुमको अच्छा हो तुम विशेष आग्रह कर 2 दिन पर देखियो से कलम तुम पाखे न थो ता पाखे थो से लिखुव से कलम लिखुव आगुरी तो कहीदे ना एक्जाक्टली ये कलम गोटे मो पाखे अच्छी यहीटा हूँ तार गोटे निम्न प्रकृति निम्न प्रकृति क्या पाखे भल जिन देखिले यही भाव में नहीं आसवा धरा जाऊ सेमती गोटे प्रकृति मो भीतर अच्छी धरा जाऊ एवं ताकू मु छाड़िया चाहूँ हाथ गला बेलू को आणबनी हाथ जाऊ आने आणबनी 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 संकल्प हो ना संकल्प हो आउ रिपीट करी हाथ जाऊ हाथ को अटकी दौथ से नहीं आणबिनी नेबिनी 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 ये हूँ संकल्पर प्रभाव गोटे दिव्य संकल्प द विल टू चेंज विदाउट एक्सेप्टिंग द एक्सक्यूजेस ऑफ द लोअर नेचर निम्न प्रकृतिर जावत प्रकार जो आश्वासना जो कौनटा कहती तुमको प्रबोधना सब कहते प्रबोध कर दिखते हाँ बुझेदवा सब एक्सक्यूज करदे से गुड़ाक जमती केबे भी तुम्हें स्वीकार न कर एक्सेप्ट कर ना 2 नंबर गला 1 नंबर कौन होता 1 नंबर हूँ कन्भिन्स हम जे निश्चय चेंज हो 2 नंबर लोअर नेचर जिते प्रकार प्रवृत्ति आसो लोअर प्रकृति लोअर नेचर जिते प्रकार आसो भितर से उद्यम करने ताकू केबे हेले स्वीकृति दब नहीं यहाँ संकल्प कर स्वीकृति दब नहीं 3 नंबर टू परसिस्ट इन द विल इन स्पाइट ऑफ एवरी फॉल ये गोटे से गोटे छोटिया कनसेसन देले माँ गोटे छोटिया कनसेसन देले कौन से कनसेसन 2 नंबर जो कहला केबे भी करिवो नहीं बेले बेले हो माँ माँ तुम तो मत जानीज मो लड्डू भल लगे मत मना है लड्डू खाइबा देखिली खाइबिनी खाइबिनी भाविली भाविली बहुत अपेक्षा कली हो पारानी गोटे खाईदेली गोटे खाईदेली आउ खाइबिनी आउ खाइबिनी ये जो गोटे खाईदेली यहाँ 2 नंबर आसुची जमा अनुमति दबनी खाइबा 2 नंबर आसुची जमा भी अनुमति दब नहीं लड्डू टाणी खाईदेवाई 3 नंबर कहते बाईचान्स जदि खाईदेल बाईचान्स जदि खाईदेल पुणी चेष्टा करिवो आउ न खाया टू परसिस्ट लगी रह पड़ो 2 नंबर रे मना करदे केबे भी करनी चेष्टा करिवो संकल्प करिवो लगी रही 3 नंबर कहते जदि कौन सी कारण गोटे फल हो गला गोटे पतन हो गला गोटे भूल हो गला जो भूल करिवो नहीं बोली संकल्प करथिलो थरे हो गला तथापि लगी रहियो टू परसिस्ट इन द विल इन स्पाइट ऑफ एवरी फॉल बोली कहते थरे नुह पुणी थे लड्डू खाईदेव पुणी थे लड्डू खाईदेव आ ये मेसेज पढ़ला पर तो बराबर खाइब खाऊ तो माँ जो मेसेज देदेले आम जो धूर्त सब अच्छु माँ तो कहले इन स्पाइट ऑफ एवरी फॉल आ जमानु कौन सी मेसेज को भूल बाटर बुझा नहीं निजक सुहाइला भाया बाटे केबे भी मेसेज बुझानी 2 नंबरटा आगुरी कहले कौन पाई 2टा पर कही पारे 2 नंबरटा आगुरी कहले जे केबे भी करिवो नहीं 3 नंबर कहले बाईचान्स जदि कोई भूल हो जाउची तथापि लगी रहिबो तथापि लगी रहिबो केबे हेले ताको स्वीकृति दब नहीं केबे स्वीकृति दब गोटे भूल करदेली आउ माँ करी नहीं आउ माँ करी नहीं बहुत बड़ भूल होगा बहुत बड़ भूल होगा एवं से लगी रही संकल्प माँ को प्रार्थना माँ को कृपा माँ 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 सुरक्षा दियो माँ सुरक्षा दियो मो भीतर ये न आसू मो भीतर दुर्बलता चली जाऊ लगी रही संकल्प लगी रही गोटे दिन हठात गोटे दुर्योग फल गोटे फल होगा गोटे पतन आसीगला भांगी पड़ोनी
ଭାଙ୍ଗି ପଡ଼ିବନି। ଦେଖିଛି ଲୋକ ସୁଇସାଇଡ଼୍ କରିଦିଅନ୍ତି, ଲୋକ ଅଛନ୍ତି ସୁଇସାଇଡ଼୍ କରିଦିଅନ୍ତି। ମୋ ଭଳିଆ ସାଧୁ ଲୋକ ମୋତେ ଏମିତି ଭାବନ୍ତି, ମୁଁ ଯଦି ଏହା କଲି, ମୁଁ ଯଦି ଚୋରି କଲି, ମୁଁ ଯଦି ବଦମାସି କଲି, ମୋ ଯଦି କାମ ପ୍ରବୃତ୍ତି ଆସିଲା, ମୁଁ ଯଦି କଲି ସେ କଲି ନା, ସେଇଟା ସମାଧାନ ନୁହଁ। ଏଗେନ୍ ଚାଲ, ଏଗେନ୍ ଲାଗ, ପରସିଷ୍ଟ ଲାଗି ରହ, ସେ ଉଦ୍ୟମରେ ଲାଗି ରହ। ତାପରେ ଶେଷଟା କହୁଛନ୍ତି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ, ଟୁ ହାଭ୍ an unshakable faith in the help you receive. To have an unshakable faith, ଅବିଚଳିତ ବିଶ୍ୱାସ, ସେକେବଲ ନୁହଁ, ଅବିଚଳିତ ବିଶ୍ୱାସ କାହା ଉପରେ? ନା ଯେଉଁ ସାହାଯ୍ୟ ତୁମେ ପାଉଛ। ଏଥିପାଇଁ ଯେଉଁ ସାହାଯ୍ୟ ପାଇବ, ଦି ହେଲ୍ପ ୟୁ ରିସିଭ୍, ତୁମେ ଏଇ କାର୍ଯ୍ୟ ପାଇଁ ଯେଉଁ ସାହାଯ୍ୟ ଭଗବାନ ଠାରୁ ପାଇବ ବା ମାଙ୍କ ଠାରୁ ପାଇବ, ତାପରେ ଅବିଚଳିତ ବିଶ୍ୱାସ ରଖିବ। ମାଙ୍କ କୃପା ଅଛି, ମାଙ୍କ ସାହାଯ୍ୟ ଅଛି, ସେଥିରେ କ'ଣ ସନ୍ଦେହ ଅଛି? ମୁଁ ଚେଷ୍ଟା କରିପାରୁନି, ଆଗେଇ ପାରୁନି, ଅଲଗା ମାଙ୍କର ସାହାଯ୍ୟ ଟିକେ ବି ସନ୍ଦେହ ନାହିଁ। ନିଜ ଭିତରେ ସମ୍ପୂର୍ଣ୍ଣ ବିଶ୍ୱାସ କରିବ ଯେ ମାଙ୍କର ସାହାଯ୍ୟ, ଅନସେକେବଲ୍ ଫେଥ୍। ପ୍ରଥମଟା କହିଲେ ନିଶ୍ଚୟ ବଦଳିବ, ସେଥିପାଇଁ ବିଶ୍ୱାସ ରଖିବ, କନଭିନ୍ସ ହେଇଥିବ, କନଭିନ୍ସ ଖାଲି ବିଶ୍ୱାସ ନାହିଁ, ନିଶ୍ଚୟ ବଦଳିବ। ଦ୍ୱିତୀୟରେ କହିଲେ ନିମ୍ନ ପ୍ରକୃତିକୁ କେବେ ବି ସୁଯୋଗ ଦେବ ନାହିଁ, ସଂକଳ୍ପ କରିବ, ନିରବଚ୍ଛିନ୍ନ ସଂକଳ୍ପ କରି ଚାଲିବ, କେବେ ବି ସୁଯୋଗ ଦେବନି। ତୃତୀୟରେ କହିଲେ ବାଇଚାନ୍ସ ଯଦି କେତେବେଳେ ଫଲ୍ ହେଇଗଲା, ତଥାପି ପରସିଷ୍ଟ କରି ଲାଗିବ, ତଥାପି ଚେଷ୍ଟା କରି ଚାଲିଥିବ। ଏବଂ ଚତୁର୍ଥରେ କହିଲେ ଏଥିପାଇଁ ଯେଉଁ ସାହାଯ୍ୟ ପାଇବ, ସେ ସାହାଯ୍ୟ ଉପରେ ଅବିଚଳିତ ବିଶ୍ୱାସ, ଅନସେକେବଲ୍ ଫେଥ୍। ମାଙ୍କ କୃପା, ମାଙ୍କ ସାହାଯ୍ୟ, ମାଙ୍କ ସୁରକ୍ଷା, ମାଙ୍କ ଆଶୀର୍ବାଦ, ମାଙ୍କ ସବୁକିଛି ମୋ ପାଇଁ ଅଛି, ଏଥିରେ ମୁଁ ଟିକେ ବି ମୋ ସନ୍ଦେହ ନାହିଁ। ଏହି ପ୍ରକାର ଏକ ଦୃଢ଼ ବିଶ୍ୱାସ ଭିତରେ ତାହେଲେ ଯାଇ ତୁମେ ଏଥିରୁ ଅତି। ମା ସେ ଭଦ୍ରଲୋକ କହିଲେ ନା, ମା କ'ଣ କଣ୍ଡିସନ୍ସ ଦିଅ ମୋତେ। ମା ଚାରୋଟି କଣ୍ଡିସନ୍ ଦେଲେ। ଏଇ ଚାରୋଟି ସର୍ତ୍ତ ପାଳନ କଲେ ତୁମ ଭିତରେ ଥିବା ଯେଉଁ ଷ୍ଟୁପିଡ୍ ଥିଙ୍ଗସ୍ ତୁମେ ରିପିଟ୍ କରି ଚାଲିଛ, ଲୋଅର୍ ନେଚର୍ ଦ୍ୱାରା, ନିମ୍ନ ପ୍ରକୃତି ଦ୍ୱାରା ଯେଉଁ ନିର୍ବୋଧ କ୍ରିୟା ସବୁ କରି ଚାଲିଛ, ତାପରେ ତୁମେ ବିଜୟ ଲାଭ କରିପାରିବ। ଆଜି ଏତିକିରେ ଶେଷ କରିବା। ଭଗବତ ସେବକର ପ୍ରାର୍ଥନା। ବିଘ୍ନ ବିନାଶନ ହେ ଭଗବାନ, ଜୟ ହଉ ତୁମର। ଆମମାନଙ୍କ ଅନ୍ତରରେ କିଛି ହେଲେ ଯେପରି ତୁମ କାର୍ଯ୍ୟରେ ଆଉ ବିଘ୍ନ ନ ଘଟାଏ, କିଛି ହେଲେ ଯେପରି ତୁମର ଆବିର୍ଭାବରେ ଆଉ ବିଳମ୍ବ ନ ଘଟାଏ। ସକଳ ବିଷୟରେ, ସକଳ ମୁହୂର୍ତ୍ତରେ ପୂର୍ଣ୍ଣ ହଉ ତୁମର ଇଚ୍ଛା। ତୁମ ସମ୍ମୁଖରେ ଛିଡ଼ା ହେଇଛୁ ଆମମାନେ, ତୁମର ଇଚ୍ଛା ହିଁ ଆମମାନଙ୍କ ମଧ୍ୟରେ, ଆମମାନଙ୍କର ସତ୍ତା ପ୍ରତ୍ୟେକ ଅଙ୍ଗରେ, ପ୍ରତ୍ୟେକ କର୍ମରେ, ଉଚ୍ଚତମ ଚୂଡ଼ାରୁ ତୁଚ୍ଛତମ ପ୍ରତ୍ୟେକଟି କୋଷରେ ପୂର୍ଣ୍ଣ ହଉ। ତୁମଠାରେ ଆମମାନଙ୍କର ନିଷ୍ଠା ହୁଏ ଯେପରି ସର୍ବାଙ୍ଗୀନ ଚିରନ୍ତନ। ଆମମାନେ ଅନ୍ୟ ସବୁକିଛି ପରିହାର କରି ଚାହୁଁ ସମ୍ପୂର୍ଣ୍ଣ ରୂପେ ତୁମ ପ୍ରଭାବର ଅଧୀନରେ ରହିବାକୁ। ଆମମାନେ କେବେ ଯେପରି ନ ଭୁଲୁ ତୁମ ନିକଟରେ ଗଭୀର ଭାବରେ, ନିବିଡ଼ ଭାବରେ କୃତଜ୍ଞ ରହିବାକୁ। ପ୍ରତି ମୁହୂର୍ତ୍ତରେ ତୁମେ ଆମମାନଙ୍କୁ ଯେଉଁ ଅପରୂପ ସମ୍ପଦ ସବୁ ଦାନ କରି ଯାଉଛ, ସେସବୁରୁ କିଛି ହେଲେ ଯେପରି ଆମମାନେ ଅପଚୟ ନ କରୁ। ଆମମାନଙ୍କର ପ୍ରତ୍ୟେକ ଅଙ୍ଗ ଯେପରି ତୁମ କାର୍ଯ୍ୟରେ ସହଚର ହୁଏ, ସେସବୁ ଯେପରି ପ୍ରସ୍ତୁତ ହୋଇ ଉଠନ୍ତି ତୁମର ସିଦ୍ଧି ସକାଶେ। ପରମ ସିଦ୍ଧିକର୍ତ୍ତା ହେ ଭଗବାନ, ଜୟ ହଉ ତୁମର। ତୁମର ବିଜୟରେ ଦିଅ ଆମମାନଙ୍କର ଜ୍ୱଳନ୍ତ, ସକ୍ରିୟ, ଚରମ, ଅଟଳ ବିଶ୍ୱାସ। In the name of the mother, for the sake of the mother, by the power of the mother, with the strength of the mother, to all adverse, harmful being or force, I order to quit this place at once and forever. C'est toi qui vis en moi, toi seul. It is thou who livest in me. Thou
alone.